ପିଲାମାନେ ଆଜି ଆମେ ଅର୍ଦ୍ଧବାର୍ଷିକ ପରୀକ୍ଷା 2023-24 ଚତୁର୍ଥ ଶ୍ରେଣୀର ଗଣିତ ମୌଖିକ ପ୍ରଶ୍ନର ଆଲୋଚନା କରିବା। 1 ନମ୍ବର ପ୍ରଶ୍ନ, 4128ର ପୂର୍ବ ସଂଖ୍ୟା କେଉଁ ସଂଖ୍ୟାର ପର ସଂଖ୍ୟା? ତା ଅର୍ଥ 4128ର ପୂର୍ବ ସଂଖ୍ୟା କେତେ? କ'ଣ କରିବା? 1 ବିୟୋଗ କରିଦେବା। 4128ରେ 1 ବିୟୋଗ କଲେ କେତେ ହେବ? 4127। ସେ 4127 କେଉଁ ସଂଖ୍ୟାର ପର ସଂଖ୍ୟା? କ'ଣ କରିବା? 4127ରୁ ପୁଣି 1 ବିୟୋଗ କରିଦେବା, କେତେ ହେବ? 4126। ଉତ୍ତର କେତେ ହେଲା? ଉତ୍ତର ହେଲା ଆମର 4126। ତା ଅର୍ଥ 4128ର ପୂର୍ବ ସଂଖ୍ୟା 4126ର ପର ସଂଖ୍ୟା ଅଟେ। 2 ନମ୍ବର ପ୍ରଶ୍ନ, ଭାଜ୍ୟ କାହାକୁ କୁହାଯାଏ? ଆମେ ଜାଣିଛନ୍ତି ପିଲାମାନେ ଭାଜ୍ୟ ସୂତ୍ର କ'ଣ? ଭାଜ୍ୟ ହେଉଛି ଭାଜକ ଗୁଣନ ଭାଗଫଳ ଯୁକ୍ତ ଭାଗଶେଷ। 3 ନମ୍ବର ପ୍ରଶ୍ନ, ରେଖାଖଣ୍ଡ ମାନଙ୍କ ଦ୍ୱାରା ଆବଦ୍ଧ ଚିତ୍ରର ବାହୁମାନଙ୍କର ଦୈର୍ଘ୍ୟର ସମଷ୍ଟିକୁ କ'ଣ କୁହାଯାଏ? କ'ଣ କୁହାଯାଏ ପିଲାମାନେ? ରେଖାଖଣ୍ଡ ମାନଙ୍କ ଦ୍ୱାରା ଆବଦ୍ଧ ଚିତ୍ରର ବାହୁମାନଙ୍କର ଦୈର୍ଘ୍ୟର ସମଷ୍ଟି। ଦେଖ ପିଲାମାନେ, ରେଖାଖଣ୍ଡ ମାନଙ୍କ ଦ୍ୱାରା ଏକ ଆବଦ୍ଧ ଚିତ୍ରର ବାହୁମାନଙ୍କର ଦୈର୍ଘ୍ୟର ସମଷ୍ଟି, এটা କ'ଣ କହନ୍ତି? ପରିସୀମା। କ'ଣ କହନ୍ତି? ପରିସୀମା। 3 ନମ୍ବର ଆନ୍ସର ପାଇଗଲେ। ଉତ୍ତର କ'ଣ? ପରିସୀମା। 4 ନମ୍ବର ପ୍ରଶ୍ନ, 1/3ର 2ଟି ସମଭଗ୍ନାଂଶ କୁହ। କେତେ ହେବ 1/3 ସମଭଗ୍ନାଂଶ? 2/6 ହେବ। ତା ଅର୍ଥ ଉପରେ 2 ଗୁଣିଦେବା, ତଳେ ମଧ୍ୟ 2 ଗୁଣିଦେବା। ଉପରେ 2 ଗୁଣିଲେ କେତେ? 2 ତଳେ 2 ଗୁଣିଲେ 3 2 6। ତା ଅର୍ଥ 2/6 ଗୋଟେ ସମଭଗ୍ନାଂଶ। ଆଉ ସେହିପରି ଉପରେ 3 ତଳେ 3 ଗୁଣିଦେଲେ କେତେ ହେବ? 3 3 3 3 9। ଅର୍ଥ 3/9 ଆଉ ଏକ ସମଭଗ୍ନାଂଶ। ତା ଅର୍ଥ 1/3ର 2ଟି ସମଭଗ୍ନାଂଶ ହେଲେ 2/6 ଓ 3/9। 5 ନମ୍ବର ପ୍ରଶ୍ନ, 8 ଚଉଠ ଫଳ ଯେ କେତୋଟି ଫଳ? ପିଲାମାନେ ଆମେ ଜାଣିଛନ୍ତି ଚଉଠ ଅର୍ଥ କ'ଣ? ସମାନ 4 ଭାଗ କରିବା। ଗୋଟେ ଫଳକୁ ସମାନ 4 ଭାଗ କରିବା, ସେ ହେଲା ଚଉଠ। ସେହିପରି 8 ଚଉଠ ମାନେ କେତେ ଭାଗ ହେବ? 8 ଚଉ 32 ଭାଗ। 8 ଚଉଠ ଫଳ ଯେ 32ଟି ଫଳ। 6 ନମ୍ବର ପ୍ରଶ୍ନ, ସକାଳ 9ଟା ସମୟରେ ଘଣ୍ଟା କଣ୍ଟା ଓ ମିନିଟ୍ କଣ୍ଟା ମଧ୍ୟରେ କେତେ ଡିଗ୍ରୀ କୋଣ ଅଙ୍କିତ ହୋଇଥାଏ? ପିଲାମାନେ ଦେଖ, ସକାଳ 9ଟା ସମୟରେ, ଏଇଟା ହେଲା 12 3 9 6। ସକାଳ ଯେତେବେଳେ 9ଟା ସମୟରେ ଘଣ୍ଟା କଣ୍ଟା ଓ ମିନିଟ୍ କଣ୍ଟା ମଧ୍ୟରେ କେତେ ଡିଗ୍ରୀ କୋଣ ପିଲାମାନେ ଅଙ୍କନ ହେଉଛି? କେତେ ଡିଗ୍ରୀ? 90 ଡିଗ୍ରୀ। ତେଣୁ ସକାଳ 9ଟା ସମୟରେ ଘଣ୍ଟା କଣ୍ଟା ଓ ମିନିଟ୍ କଣ୍ଟା ମଧ୍ୟରେ 90 ଡିଗ୍ରୀ କୋଣ ଅଙ୍କିତ ହୋଇଥାଏ। 7 ନମ୍ବର ପ୍ରଶ୍ନ, 12ରେ 7 ଗୁଣିଲେ ଯାହା ହେବ 7ରେ କେତୋଟି 7 ମିଶାଇଲେ ତାହା ସହ ସମାନ ହେବ? ପିଲାମାନେ ଦେଖ, 12ରେ 7 ଗୁଣିଲେ କେତେ? 12 7 କେତେ? 84। ତେଣୁ 7ରେ କେତୋଟି 7 ମିଶାଇଲେ ସେ 84 ହେବ? 7ରେ 11ଟି 7 ମିଶାଇଲେ ସେ 84 ହେବ। 8 ନମ୍ବର ପ୍ରଶ୍ନ, ତୁମ ଜ୍ୟାମିତି ବାକ୍ସରେ ଥିବା ଡି ଆକୃତିର ଉପକରଣଟିର ନାମ କ'ଣ? ଜ୍ୟାମିତି ବାକ୍ସରେ ଯେଉଁ ଡି ଆକୃତିର ଉପକରଣଟି ଅଛି ତା ନାଁ କ'ଣ? ପ୍ରୋଟ୍ରାକ୍ଟର। ଆନ୍ସର କ'ଣ ହେବ? ଆନ୍ସର ହେବ ପ୍ରୋଟ୍ରାକ୍ଟର। 9 ନମ୍ବର ପ୍ରଶ୍ନ, 1902ରେ ଥିବା 1 ଓ 9 ମଧ୍ୟରେ କାହାର ମୂଲ୍ୟ ଅଧିକ? ତେଣୁ ଦେଖ, 1902ରେ ଥିବା 1ର ମୂଲ୍ୟ କେତେ? 1000 ଏବଂ 9ର ମୂଲ୍ୟ କେତେ? 900। ତେଣୁ କାହାର ମୂଲ୍ୟ ଅଧିକ ହେଲା? 1ର ମୂଲ୍ୟ ଅଧିକ ହେଲା ନା 9ର ମୂଲ୍ୟ ଅଧିକ ହେଲା? ଆନ୍ସର ହେଉଛି 1ର ମୂଲ୍ୟ ଅଧିକ। 10 ନମ୍ବର ପ୍ରଶ୍ନ, 3000ର ନିକଟବର୍ତ୍ତୀ 4ଟି ସଂଖ୍ୟାର ଯୋଗଫଳ କେତେ? ତା ଅର୍ଥ କ'ଣ କରିବା? 3000ରେ 4 ଗୁଣିଦେବା, କେତେ ହେବ? 3 4 12 12000। ଆନ୍ସର କ'ଣ ହେବ? ଆନ୍ସର ହେବ 12000। 11 ନମ୍ବର ପ୍ରଶ୍ନ, ଅକ୍ଷର Hରେ କେତୋଟି କୋଣ ଅଛି? ପିଲାମାନେ ଦେଖ, Hରେ କେତୋଟି କୋଣ ଅଛି?
ये हेले गोटे कोण दुईटी कोण तीनोटी कोण केतोटी कोण चारोटी कोण तेणु अक्षर एच रे केतोटी कोण अच्छी चारोटी कोण अच्छी आंसर कौन हम अक्षर एच रे चारोटी कोण अच्छी 52 प्रश्न 70 सह जे केते हजार 70 सह अर्थ कौन 70 सह गुण देवा केते हला 7000 70 सह जे 7000